ସକାଳୁ ସକାଳୁ ଘଟିଲା ଏକ ହୃଦୟ ବିଦାରକ ଘଟଣା। ବିଲରେ ଇଲେକ୍ଟ୍ରିକ୍ ଝଟକା ଲାଗି ଚାଲିଗଲା ଦୁଇ ଜଣଙ୍କ ଜୀବନ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା ପଞ୍ଚାୟତ ମହିଷାପଣ୍ଡା ଗାଁ ନିକଟରେ। ଈଶ୍ୱରପୁର ପଞ୍ଚାୟତ ବାଲିପୋଖରୀ ଗାଁର ବାବୁଲି ଦାସ 52 ବର୍ଷ ଧାନ ଚାଷ ପାଇଁ ନିଜ ବିଲରେ ତଳି ପକାଇଥିବା ବେଳେ ଗାଈ ଗୋରୁଙ୍କ କବଳରୁ ସୁରକ୍ଷିତ ପାଇଁ ତଳି ଚାରିପଟେ ଇଲେକ୍ଟ୍ରିକ୍ ଝଟକା ଲଗାଇଥିଲେ। ଆଜି ସକାଳୁ ବାବୁଲି ଦାସ ତଳି ଦେଖିବା ପାଇଁ ବିଲକୁ ଯାଇଥିବା ବେଳେ ନିଜେ ସେହି ଇଲେକ୍ଟ୍ରିକ୍ ତାରରେ ଲାଗିଯାଇ ଝଟକା ଖାଇ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ପାର୍ବତୀ ମୁଣ୍ଡା 60 ବର୍ଷର ବୃଦ୍ଧା ଜଣକ ତାଙ୍କୁ ଉଦ୍ଧାର କରିବାକୁ ଆସି ସେ ମଧ୍ୟ ସେହି ଇଲେକ୍ଟ୍ରିକ୍ ତାରରେ ଲାଗି ସେହି ସ୍ଥାନରେ ଟଳି ପଡ଼ିଥିଲେ। ଖବର ପାଇ ଅଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ସାହାଯ୍ୟରେ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଏମିତି ଏକ ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।